ନିର୍ବାଚନ ଅଛି ନୂଆପଡାରେ ଏବଂ ଆଜି କିନ୍ତୁ ସେହି ଅଞ୍ଚଳ ଶ୍ରମିକ ମାନେ ଏଠି ସମ୍ବଲପୁରରେ କାମ କରୁଛନ୍ତି ଏବଂ କୃଷି ଶ୍ରମିକ ହିସାବରେ ସେମାନେ କାମ କରୁଛନ୍ତି। ଆପଣ ଦେଖୁଛନ୍ତି ଯୋଉମାନେ ବସିଛନ୍ତି ଏଠି କିଛି ସମୟ ପୂର୍ବରୁ ଏଠି ଜଳଖିଆ କରୁଥିଲେ। ମହିଳା ଶ୍ରମିକ ଅଛନ୍ତି, ପୁରୁଷ ଅଛନ୍ତି, ବୟସ୍କ ଯୁବକ ଶ୍ରମିକ ମାନେ ଅଛନ୍ତି। ବୋବା କାଣା ଇହାଦେ ତ ଭୋଟ ସବୁଆଡେ ଚାଲୁଛେ, ଆପଣଙ୍କ ଆଡେ ଭୋଟ ହଉଥିବ, ଆଜି ଭୋଟ ହଉଛି ଆପଣଙ୍କ ଆଡେ, ଆପଣ ଭୋଟ ଦେବା ଲାଗି ନାଇଁ ଯାଇ नहीं जे କମାନି ଧମାନ ଲାଗି ପଳେଇ ଆଇଛ। केटा तो आगर पले आलु आर गाड़ी मोटर असुविधा हो गला जे थेतु जेते यादे गाड़ी मोटर मिले नी ने ଏଠି ଦିନକେ କେତେ କମାନ ମଜୁରୀ ହେଇଯାଉଛି ପ୍ରାୟ ମିଳି ଯାଉଛି एथि ने कण 200 250 पड़ुछि 200 ପଡୁଛି। କେତେ ଦିନ ପରେ ଯିବେ କାମ ସରିଲା ପରେ? एटा जिमु 15 दिन परे 15 ଦିନ କେତେ ଦିନ ହେଲା ଆସିଲେଣି? हला ने 10 दिन हला ने 10 ଦିନ ହେଲା। ଭୋଟ ଆଜି ଆପଣଙ୍କ ଅଞ୍ଚଳରେ ଭୋଟ ଅଛି, ଲୋକମାନେ ଭୋଟ ଦଉଛନ୍ତି, ଇଏ ଆମର ଦବାର କଥା ସମକୁ। ଆପଣ ପଞ୍ଚାୟତ ଇଲେକ୍ସନ ସମୟ ଦେଇଥିବେ, ଆଜି କିନ୍ତୁ ଏମଏଲଏ ଏମପି ପାଇଁ ଭୋଟ ହଉଛି, ଆପଣ ଯିବାର କଥା ସଭେ। गाड़ी मोटर असुविधा लागे ने जेति तो ମାନେ ଗାଡି ମଟର ବେଲେ ଯା ବୁଝି ନାଇଁ ପାରିଲି, ଗାଡି ମିଳିଲାନି। है ଆଚ୍ଛା ଗାଡି ମିଳିଲା, ଗୋଟେ ଗାଡି ଭଡା କରିକି ଆସିଥିଲେ କି ସବୁ? नहीं बस से आछि लागे ବସ ରେ ଆସିଥିଲେ। ଆଚ୍ଛା ଆଜି କଣ ନୂଆପଡାକୁ ବସ୍ ନାହିଁ? नहीं आज बन अछि बन अछि आज बन अछि आज ଯୋଉ ବସ୍ ଯିବା କଥା ସେ ବସ୍ ବନ୍ଦ ଅଛି। ପ୍ରକୃତରେ ମୁଁ ଯେମିତି କହୁଥିଲି, ମୁଣ୍ଡ ଝାଳ ତୁଣ୍ଡରେ ମାରିକି ମାନେ କାମ କଲେ ହିଁ ଲୋକମାନଙ୍କ ପେଟରେ ଅନ୍ନ ପଡୁଛି। ବୋବା ଏଠି କିଛି କଥା ବି ନାହିଁ, ଗାଡି ନାହିଁ, କିନ୍ତୁ ଗାଡି ମିଳିଲାନି, ସେଥିପାଇଁ ଆମେ ଗଲୁନି। ମନ ଦୁଃଖ ଅଛି। ଆମେ ଡରିନି, ଆମେ ତ 200-300 ଟଙ୍କା ଆମର ରିଜର୍ଭ 200 ଟଙ୍କା ନେବ, 250-250 ଟଙ୍କା ନେବ। ସେ ମାଲିକ ବି କହିଥିଲା ଭାଡାଟା ମୁଁ ଦେବି ବୋଲି କହିଥିଲା, ହେଲେ ରିଜର୍ଭ ମିଳିଲାନି। ହଠାତ୍ ଇଲେକ୍ସନ ସାମ୍ନାରେ ଆସିଗଲା, ଗାଡି ମଟର ଟେ ଚେକିଂ ଫେକିଂ ଚଲୁছে ସେଥିଲାଗି। ଆଚ୍ଛା ମନ ଦୁଃଖ ହଉନି? ନି ମନା ଯାଇଥିଲେ ଭଲ ହେଇଥାନ୍ତା। ସେଟା ଦୁଃଖ ତ ହଉଛି, ହେଲେ କଣ କରିବା, ଆଚ୍ଛା ମଜବୁରି ମଜବୁରି ହେଇଗଲା ଆମର, ଆଉ କଣ କରିବା, ନି ତ ଯାଇଥାନ୍ତା। ନିଶ୍ଚିତ ଭାବେ ଯୋଉମାନେ କାମ କରିକି କଷ୍ଟ କରିକି ଟଙ୍କା ଉପାର୍ଜନ କରୁଛନ୍ତି, ଆମେ ତାଙ୍କୁ ସାଧୁବାଦ ଜଣାଉଛୁ, ସାଲ୍ୟୁଟ କରୁଛୁ। ଆପଣ କିଛି ମହିଳା ଅଛନ୍ତି, ଆପଣ ସେମାନେ ଆସିଛନ୍ତି। ଆଚ୍ଛା ଦେଖନ୍ତୁ, କିଛି ମହିଳା ଶ୍ରମିକ ଅଛନ୍ତି, ତାଙ୍କ ଟିକେ ଆମେ ଚେଷ୍ଟା କରିବା ପ୍ରତ୍ୟେକ ନେବା ପାଇଁ। ସେମାନେ ମଧ୍ୟ ରହିଯାଇଛନ୍ତି, ଭୋଟ ଦେବା କଥା ଆଜି, ସେମାନେ ଭୋଟ ଦେଇ ପାରିନାହାନ୍ତି। ଏବଂ ଇଏ ଦେଖନ୍ତୁ ପୁରା ପରିଶ୍ରମ କରିକି ବଞ୍ଚିବାର ଇଏ ଗୋଟେ ଅଲଗା ପ୍ରକୃତରେ ଚାର୍ମ ଅଲଗା, କାରଣ କଷ୍ଟ ଉପାର୍ଜିତ ଝାଳ ବୁହା ଉପାର୍ଜନ ତାହାର ଗୁରୁତ୍ୱ ଅଲଗା ରହିଛି, ତାର ମହତ୍ୱ ଅଲଗା। କାହିଁକି ସେମାନେ କଷ୍ଟ କରି ଧାନ କାଟୁଛନ୍ତି, ବିଶ୍ରାମ ଟିକେ ଗଛ ମୂଳ ନେଉଛନ୍ତି, ପଖାଳ ଟିକେ ଖାଇଲେ ତାପରେ ପୁଣି କାମ ଲାଗୁଛନ୍ତି। କିନ୍ତୁ ଯାହା କହୁଛନ୍ତି ଏଇ କାରଣରୁ ସେମାନେ ଭୋଟ ଦେଇ ପାରିଲେ ନାହିଁ। ଖଟିଲେ ଖାଇବେ, ଖଟିଲେ ତାଙ୍କ ଘରେ ଚୁଲି ଜଳିବ, ଆଉ ଏଇ ଭିତରେ ସେମାନେ ଆଜି ଭୋଟ ଦେବାକୁ ଯାଇପାରି ନାହାନ୍ତି। କ୍ୟାମରା ପର୍ସନ ସଞ୍ଜୟ କୁମାର ଜେନା, OTV।